ଯାଜପୁରର NH5 ସକାଳୁ ସକାଳୁ ଚାଲିଥିଲା ସଫେଇ କାମ। ପ୍ରତିଦିନ ପରି ରାଜୀବ ଲାଗି ଯାଇଥିଲେ ରାସ୍ତା ସଫା କାମରେ। ସାଇରନ୍ ବଜେଇ ଦୁଇଟି ନାଲିବତୀ ଗାଡ଼ି ଆସି ହଠାତ୍ ତାଙ୍କ ପାଖରେ ଅଟକିଲା। ଆଉ ପଛେ ପଛେ ଆସି ଅଟକିଲା ଏସ୍ପିଙ୍କ ଗାଡ଼ି। ଜଣେ ଇନ୍ସପେକ୍ଟର ଆସି ଏସ୍ପିଙ୍କ ଗାଡ଼ିର ଡୋର ଖୋଲିଦେବା ପରେ ଏସ୍ପି ବାହାରକୁ ଆସି ପଚାରିଲେ କି ରାଜୀବ କିଏ? ରାଜୀବ ଟିକେ ଡରିଯାଇ ଆଗକୁ ଆସି କହିଲେ, ସାର୍ ମୁଁ ରାଜୀବ। କ'ଣ କିଛି ଭୁଲ ହୋଇଯାଇଛି କି ସାର୍? ଯଦି କିଛି ଭୁଲ ହୋଇଯାଇଥିବ କ୍ଷମା କରିଦେବେ ସାର୍। ଏତିକି କହି ରାଜୀବ ହାତ ଯୋଡୁ ଯୋଡୁ ଏସ୍ପି ସାହେବ ସିଧା ଯାଇ ରାଜୀବକୁ କୁଣ୍ଢାଇ ପକେଇଲେ ଆଉ ପୁଣି ତାଙ୍କୁ ପୋଲିସ ଷ୍ଟାଇଲରେ ସ୍ୟାଲୁଟ ମାରିଲେ। ଜଣେ ସାଧାରଣ ଝାଡୁଦାରଙ୍କୁ ଏସ୍ପି କୁଣ୍ଢାଇବା ସହିତ ସ୍ୟାଲୁଟ ମାରିବା ଦେଖି ସମସ୍ତେ ଯେମିତି ତାଟକା ହୋଇଗଲେ। ହଠାତ୍ କେହି ବି କିଛି ବୁଝିପାରିଲେନି କି ଏସ୍ପି ସାହେବ କ'ଣ ପାଇଁ ସେ ଝାଡୁଦାରକୁ ଏତେ ସମ୍ମାନ ଦେଲେ। ଆଉ ନିଜେ ରାଜୀବ ବି ବୁଝିପାରୁନଥିଲେ କାହିଁକି ଏସ୍ପି ସାର୍ ତାଙ୍କୁ କୁଣ୍ଢାଇ ପକେଇଲେ। ଯେତେବେଳେ ଏସ୍ପି ସାର୍ ସବୁ ଘଟଣା କହିଲେ ଶୁଣିକି ସମସ୍ତଙ୍କ ଆଖିରୁ ଲୁହ ଆସିଗଲା। ଆଉ ସେଠାରେ ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ କରତାଳି ଦେଇ ରାଜୀବକୁ ସ୍ୱାଗତ କଲେ। ତେବେ କ'ଣ ଥିଲା ସେଇ ଅଜବ ଘଟଣା ପଛର କାହାଣୀ? କାହିଁକି ଏସ୍ପି ଜଣେ ସାଧାରଣ ଝାଡୁଦାରଙ୍କୁ କୁଣ୍ଢାଇ ପକାଇ ସ୍ୟାଲୁଟ ମାରୁଥିଲେ? ଏସ୍ପିଙ୍କ ଏମିତି ସମ୍ମାନ ଦେବା ପଛରେ ଏକ ଏମିତି ଘଟଣା ଲୁଚି ରହିଛି ଯାହାକୁ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ଆପଣଙ୍କର ବି ରାଜୀବଙ୍କ ପରି ମଣିଷକୁ ସ୍ୟାଲୁଟ ମାରିବାକୁ ଇଚ୍ଛା ହେବ। ତେବେ ଜାଣିବା ପାଇଁ ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ। ଭିଡିଓ ଭଲ ଲାଗିଲେ ଲାଇକ୍ ସେୟାର କରିଦେବେ। ଯେଉଁମାନେ ନିଜର ନାଁ ସହିତ ଜାଗା ନାଁ କମେଣ୍ଟ କରିବେ ସେମାନଙ୍କର ନାଁ ଆମେ ପର ଭିଡିଓରେ ଘୋଷଣା କରିବୁ। ଯାଜପୁରର ଏକ ବେସରକାରୀ ହସ୍ପିଟାଲରେ ଜଣେ 7 ବର୍ଷୀୟ ଝିଅର ଚିତ୍କାର ଶୁଭୁଥିଲା। ବାରମ୍ବାର କହୁଥିଲା, ମମି ମତେ ଭାରି କଷ୍ଟ ହେଉଛି, ମୁଁ ଆଉ କଷ୍ଟ ସହିପାରୁନି, ମରିଯିବି। ସେହି କ୍ୟାବିନ ରାସ୍ତା ଦେଇ ଯିଏ ବି ଯାଉଥିଲା ଟିକିଏ ଅଟକି ଯାଉଥିଲା। ଆଉ ଛୋଟ ଝିଅଟିର ଚିତ୍କାର ଶୁଣି ସମସ୍ତଙ୍କ ମନରେ ଦୟା ଆସୁଥିଲା। ହେଲେ ସେ ଝିଅର ବାପା କି ମା ପାଖରେ ଏହାର ସମାଧାନ ନଥିଲା। ସେମାନେ କେବଳ କାନ୍ଦିବା ଛଡା ଆଉ କିଛି କରିପାରୁନଥିଲେ। ସେ ଝିଅଟି ହେଉଛି ଜିଲ୍ଲାର ସବୁଠୁ ଶକ୍ତିଶାଳୀ ଅଫିସରଙ୍କର ଝିଅ। ଝିଅଟିର ନାଁ ଥିଲା ରିଙ୍କି। ଆଉ ତାଙ୍କ ବାପା ଥିଲେ ଜିଲ୍ଲାର ଏସ୍ପି। ଗତ 5 ଦିନ ହେଲା ରିଙ୍କିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କାରଣ ରିଙ୍କିର 2ଟି ଯାକ କିଡନୀ ନଷ୍ଟ ହୋଇଯାଇଥିଲା। 15 ଦିନ ଭିତରେ କିଡନୀ ପ୍ରତିରୋପଣର ଦରକାର ହେଉଥିଲା। ଆଉ ଏଥିପାଇଁ ରକ୍ତ ବି ଦରକାର ଥିଲା। ଗୁରୁତ୍ୱପୂର୍ଣ୍ଣ ହେଲା କି ରିଙ୍କିର ରକ୍ତ AB ନେଗେଟିଭ ଥିଲା, ଯାହାକି ଏକ ବିରଳ ବ୍ଲଡ ଗ୍ରୁପ ଥିଲା। ବହୁତ କମ୍ ଲୋକଙ୍କ ବ୍ଲଡ ଗ୍ରୁପ AB ନେଗେଟିଭ ଥିଲା। ତେଣୁ ଡାକ୍ତର ପ୍ରଥମେ AB ନେଗେଟିଭ ବ୍ଲଡ ଯୋଗାଡ଼ କରିକି ରଖିବା ପାଇଁ କହିଦେଇଥିଲେ। ଏସ୍ପି ସାର୍ ବି ପୁରା ଦମ ଲଗେଇ ଦେଇଥିଲେ ସେ ବିରଳ ବ୍ଲଡ ଖୋଜିବା ପାଇଁ। ଯେହେତୁ ଏସ୍ପିଙ୍କ କଥା, ତେଣୁ ଡାକ୍ତରଖାନା କର୍ତ୍ତୃପକ୍ଷ ବି ସେ ବ୍ଲଡ ପାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ। ହେଲେ ମିଳୁନଥିଲା। ଅନ୍ୟ ପଟରେ ଦିନ ପରେ ଦିନ ବିତୁଥିଲା। ରିଙ୍କିର କଷ୍ଟ ବି ବଢୁଥିଲା। ଆଉ ତାର ଚିଲେଇବା ଶୁଣି ଲୋକଙ୍କ ମନରେ ବି କଷ୍ଟ ହେଉଥିଲା। ତାର ବାପା ମା ଅର୍ଥାତ୍ ଏସ୍ପି ସାର୍ ନିଜର ସବୁ କର୍ମଚାରୀଙ୍କୁ ଲଗାଇ ଦେଇଥିଲେ ସେହି ଗ୍ରୁପର ବ୍ଲଡ ଡୋନରକୁ ଖୋଜିବା ପାଇଁ। ଡାକ୍ତର ଦେଇଥିବା କଣ୍ଟ ପୂରିବାକୁ ଆଉ ଗୋଟିଏ ଦିନ ଥିଲା। ସେତେବେଳେ ଯାଏଁ ସେ ରକ୍ତ ଓ ଡୋନର ମିଳିନଥିଲେ। ଏହି ସମୟରେ ଏକ ଚମତ୍କାର ହେଲା। ସେଦିନ ଥିଲା ସୋମବାର। ହସ୍ପିଟାଲ ଥିଲା ଚଳଚଞ୍ଚଳ। ହଠାତ୍ ସାଇରନ୍ ବଜାଇ ହସ୍ପିଟାଲ ଭିତରକୁ ପଶିଲା ଏକ ଆମ୍ବୁଲାନ୍ସ। ଗାଡ଼ି ଅଟକିବା ପରେ ତୁରନ୍ତ କର୍ମଚାରୀ ଆମ୍ବୁଲାନ୍ସ ଭିତରୁ ଡେଇଁ ପଡ଼ିଲେ। ଆଉ ଷ୍ଟ୍ରେଚରରେ ଶୋଇ ରହିଥିବା ଜଣେ 8 ବର୍ଷର ପୁଅକୁ ନେଇ ଦ୍ରୁତ ଗତିରେ ହସ୍ପିଟାଲ ଭିତରକୁ ଗଲେ। ଆଉ ଡାକ୍ତର ଯେତେବେଳେ ଦେଖିଛନ୍ତି ତୁରନ୍ତ ଓଟିରେ ଭର୍ତ୍ତି କରିବାକୁ କହିଲେ। କାରଣ ତୁରନ୍ତ ଅପରେସନ ନ କଲେ ପିଲାର ଜୀବନ ପ୍ରତି ବିପଦ ରହିଥିବା ଜଣାଇଦେଲେ। ସେ ପିଲାର ପରିବାରରେ କନ୍ଦାକଟା ଆରମ୍ଭ ହୋଇଗଲା। ତୁରନ୍ତ ଅପରେସନ ଆରମ୍ଭ ହୋଇଗଲା। 2 ଘଣ୍ଟା ପରେ ଡାକ୍ତର ଓଟିରୁ ବାହାରିଲେ।
ହେଲେ ଶତ ଚେଷ୍ଟା ଫଳରେ ସେ ପିଲା ବଞ୍ଚି ପାରିଲାନି। ଶୁଣିକି ତାର ବାପା ମା ଚିଲେଇ ଚିଲେଇ କାନ୍ଦିବାରେ ଲାଗିଲେ। ଠିକ୍ ସେତିକି ବେଳେ ଡାକ୍ତରଙ୍କର ମନେ ପଡ଼ିଗଲା ଯେ ଏହି ପିଲାର ବି ବ୍ଲଡ ଗ୍ରୁପ AB ନେଗେଟିଭ। ସେ ନିଜ ଚାମ୍ବର ଛାଡ଼ି ଦୌଡ଼ିଲେ ସେ ପିଲା ପାଖକୁ, ଆଉ ତାକୁ ପୁଣି ଥରେ ଓଟିରେ ଭର୍ତ୍ତି କରାଗଲା। ତାର ବାପାକୁ ବି ଡକାଗଲା। ତାର ବାପା ନାଁ ଥିଲା ରାଜୀବ। ରାଜୀବକୁ ଡାକ୍ତର ବୁଝାଇଲେ କି ପୁଅ ତ ଏ ଦୁନିଆରେ ରହିଲାନି, ତେଣୁ ତାର ଅଙ୍ଗଦାନ କରିଦିଅନ୍ତୁ, ଆଉ କାହା ଶରୀରରେ ପୁଅ ଜୀବିତ ହୋଇ ରହିବ। ଡାକ୍ତର ଓ ଷ୍ଟାଫ୍ ବୁଝେଇବା ପରେ ରାଜୀବ ରାଜି ହୋଇଗଲେ। ସେ ଜଣେ ଶିକ୍ଷିତ ଓ ସଚେତନ ଧର୍ମୀ ମଣିଷ ଥିଲେ। ତେଣୁ ଭାବିଲେ କି ମୋ ପୁଅ ତ ବଞ୍ଚିଲାନି, ତେଣୁ ତା ଦ୍ୱାରା ଯଦି ଆଉ କିଏ ଉପକୃତ ହୋଇପାରିଲା ତାହେଲେ ତାଠାରୁ ବଳି ଆଉ କିଛି ବି ନାହିଁ। ରାଜୀବଙ୍କ ସହିତ କଥା ହେବା ବେଳେ ତାଙ୍କର ବି AB ନେଗେଟିଭ ବ୍ଲଡ ବୋଲି ଡାକ୍ତର ଜାଣିପାରିଲେ। ତେଣୁ ଏ ଖୁସି ଖବର ସେ ଏସ୍ପିଙ୍କ ପତ୍ନୀଙ୍କୁ ଜଣାଇଦେଲେ। କାରଣ ସେତେବେଳେ SP ଡାକ୍ତରଖାନାରେ ନଥିଲେ, ଆଉ ଜରୁରୀ କାମରେ ବି ଜିଲ୍ଲା ବାହାରକୁ ଯାଇଥିଲେ। ରାଜୀବଙ୍କ ଠାରୁ ରକ୍ତ ନିଆଗଲା, ଆଉ ତାଙ୍କର ମୃତ ପୁଅର କିଡନୀ କାଢ଼ି ରଖାଗଲା। ପୁରା ସୁରକ୍ଷାର ସହିତ ଡାକ୍ତରଖାନାରେ ସେ ସବୁ ରଖାଗଲା। ଆଉ ପରଦିନ ରିଙ୍କି ଦେହରେ ସେଇ କିଡନୀକୁ ପ୍ରତିରୋପଣ କରାଯିବ ବୋଲି ଡାକ୍ତର ନିଷ୍ପତ୍ତି ନେଇଗଲେ। ସବୁ କାମ ସରିବା ବେଳକୁ 2 ଘଣ୍ଟା ଲାଗିଯାଇଥିଲା। କାମ ସରିବା ପରେ ରାଜୀବକୁ ତାଙ୍କ ପୁଅର ଶରୀର ଫେରେଇ ଦିଆଗଲା। ମୃତ ପୁଅକୁ ଧରି ରାଜୀବ ଓ ପତ୍ନୀ କାନ୍ଦି କାନ୍ଦି ଘରକୁ ଫେରିଲେ। ଗାଁକୁ ନେଇ ଅନ୍ତିମ ସଂସ୍କାର କଲେ। ଅନ୍ୟପଟରେ ସେଦିନ SP ଫେରୁ ଫେରୁ ସନ୍ଧ୍ୟା ହୋଇଯାଇଥିଲା, ଆଉ ସେ ଫେରିବା ବେଳକୁ ସବୁ କାମ ସରିଯାଇଥିଲା। ତେଣୁ ସେ ରାଜୀବଙ୍କ ସହିତ ଆଉ ଦେଖା କରିପାରିଲେନି କି ତାଙ୍କୁ ଧନ୍ୟବାଦ ବି ଜଣାଇ ପାରିଲେନି। ପରଦିନ ଠିକ୍ ସମୟରେ ରିଙ୍କିର ଅପରେସନ ଆରମ୍ଭ ହୋଇଗଲା। ରାଜୀବଙ୍କ ପୁଅର କିଡନୀ ରିଙ୍କିଙ୍କ ଠାରେ ପ୍ରତିରୋପଣ କରାଗଲା, ଆଉ ରାଜୀବଙ୍କର ରକ୍ତ ବି ରିଙ୍କିକୁ ଦିଆଗଲା। ଦୀର୍ଘ 5 ଘଣ୍ଟା ପରେ ଅପରେସନ ସରିଲା, ଆଉ ଅପରେସନ ରୁମରୁ ବାହାରି ଅପରେସନ ସଫଳ ହୋଇଥିଲା ଡାକ୍ତର କହିଲେ। ଏତିକି ଶୁଣିବା ପରେ SP ସାର୍ ଓ ତାଙ୍କ ପତ୍ନୀଙ୍କ ଦେହରେ ଯେମିତି ପ୍ରାଣ ପଶିଲା। ଏତିକି ବେଳେ ସେମାନଙ୍କର ରାଜୀବ କଥା ମନେ ପଡ଼ିଲା, ଆଉ ସେମାନେ ଭାବିକି ଦୁଃଖ ପ୍ରକାଶ କଲେ। ବାପା ପୁଅ ଅର୍ଥାତ୍ ରାଜୀବ ଓ ତାଙ୍କ ଛୋଟ ପୁଅ ପାଇଁ ରିଙ୍କି ଆଜି ନୂଆ ଜୀବନ ପାଇଥିବା ସେମାନେ ଅନୁଭବ କଲେ। ଦେଖା ହୋଇ ନ ପାରିଲେ ବି ସେମାନେ ରାଜୀବକୁ ମନେ ମନେ ଶତ ଶତ ପ୍ରଣାମ ଓ ଧନ୍ୟବାଦ ଜଣାଉଥିଲେ। ହେଲେ SP ସାର୍ଙ୍କ ମନ ଜମା ବି ମାନୁନଥିଲା, କାରଣ ତାଙ୍କ ଝିଅର ଜୀବନ ବଞ୍ଚାଇଥିବା ରାଜୀବ ରୂପୀ ଭଗବାନଙ୍କୁ SP ସାର୍ ନିଜେ ଭେଟି ଧନ୍ୟବାଦ ଦେବାକୁ ଚାହୁଁଥିଲେ। ସେ ରାଜୀବଙ୍କ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ, କାରଣ ଜଣେ ଅଜଣା ଲୋକଙ୍କୁ ନିଜର ରକ୍ତ ଓ ପୁଅର କିଡନୀ ଦେଇଥିବା ଲୋକ ନିଶ୍ଚୟ ଜଣେ ଭଗବାନ ହୋଇଥିବେ ବୋଲି SPଙ୍କ ଧାରଣା ହେଲା। ତେଣୁ ସେ ହସ୍ପିଟାଲର କାଗଜପତ୍ର ଖୋଜିବାକୁ ଲାଗିଲେ, କାରଣ କିଡନୀ ଅଦଳ ବଦଳ ପାଇଁ ରାଜୀବଙ୍କ ଠିକଣା ଓ ଫୋନ ନମ୍ବର ସେ କାଗଜରେ ଲେଖା ହୋଇଥିଲା। ହସ୍ପିଟାଲ କାଗଜରୁ ସେ ତାଙ୍କ ଫୋନ ନମ୍ବର ନେଇ ଫୋନ ଲଗାଇଲେ। ହେଲେ ଫୋନ ଲାଗୁନଥିଲା। ଫୋନ ସୁଇଚ୍ ଅଫ୍ ରହିଥିଲା। SP ସାର୍ ବ୍ୟସ୍ତ ହୋଇ ପଡ଼ିଲେ। ପୁଣି କାଗଜ ଯାଞ୍ଚ କରିବାରୁ ସେଥିରେ ରାଜୀବଙ୍କ ଠିକଣା ଲେଖାଥିଲା। ପରଦିନ SP ସାର୍ ନିଜେ ଗାଡ଼ି ଚଳାଇ ସେ ଠିକଣା ଜାଗାକୁ ଗଲେ। ହେଲେ ସେ ଘର ତାଲା ପଡ଼ିଥିଲା। ସାହି ପଡ଼ୋଶୀଙ୍କୁ ପଚାରିବା ପରେ ସେ ଗାଁକୁ ପଳାଇଥିବା କହିଲେ। ହେଲେ କିଏ ବି ତାଙ୍କ ଗାଁର ଠିକଣା କହିପାରିଲେନି। ତେଣୁ ନିରାଶ ମନରେ ସେ ହସ୍ପିଟାଲ ଫେରିଲେ। ନିଜ କାମରେ ଲାଗିଲେ, ହେଲେ କୌଣସି କ୍ଷେତ୍ରରେ ବି ତାଙ୍କ ମନ ମାନୁନଥିଲା। କେମିତି ସେ ରାଜୀବକୁ ଭେଟିବେ ସେ ଚିନ୍ତା ତାଙ୍କୁ ଲାଗି ରହୁଥିଲା। ତେଣୁ ସେ ପ୍ରତିଦିନ ରାଜୀବଙ୍କ ନମ୍ବରକୁ ଫୋନ କରିବା ସହିତ ହସ୍ପିଟାଲରୁ ପାଇଥିବା ଠିକଣାକୁ ଯାଇ ଖୋଜୁଥିଲେ। ଅନ୍ୟପଟରେ ରାଜୀବ ଥିଲେ ସଫେଇ କର୍ମଚାରୀ। ଶିକ୍ଷିତ ଓ ସଚେତନ ଧର୍ମୀ ମଣିଷ ଥିଲେ। ଶିକ୍ଷା ଅନୁସାରେ ଚାକିରି ମିଳିନଥିବାରୁ ସେ ସଫେଇ କର୍ମଚାରୀ ଭାବରେ କାମ କରୁଥିଲେ। ପରିବାର କହିଲେ ସେ, ତାଙ୍କ ସ୍ତ୍ରୀ ଆଉ ପୁଅ ରୋହିତ। ବାପା ମା କେବେଠୁ ଆରପାରିକୁ ଚାଲି ଯାଇଥିଲେ।
ବାପା ମା ଚାଲିଯିବା ପରେ ସେ ଗାଁ ଛାଡ଼ି ଆସି ସହରରେ ରହୁଥିଲେ। କମ୍ ଦରମା ମିଳୁଥିଲେ ବି ସେଥିରେ ସେମାନେ ଖୁସିରେ ଚଳି ଯାଇଥିଲେ। ପୁଅ ରୋହିତ ପାଖ ସରକାରୀ ସ୍କୁଲରେ ତୃତୀୟ କ୍ଲାସରେ ପାଠ ପଢୁଥିଲା। ପାଠରେ ଯେମିତି ଧୁରନ୍ଧର ଥିଲା, ସେମିତି ଚାଲାକ ଚତୁର ଥିଲା। ରାଜୀବ ବି ଜଣେ ବୁଝିବା ସୁଝିବା ଲୋକ ଥିଲେ। କୌଣସି ଦିନ ସେ ଛୁଟି ନ ନେଇ ନିଜ କାମକୁ ଠିକ୍ ଭାବରେ କରୁଥିଲେ। ସେଥିପାଇଁ ଅଫିସରେ ତାଙ୍କର ସୁନାମ ଥିଲା। ସମସ୍ତେ ତାଙ୍କୁ ଖୁବ୍ ଭଲ ପାଉଥିଲେ। କମ୍ ଦରମାରେ ଛୋଟିଆ ପରିବାର ଖୁବ୍ ଖୁସିରେ ଚାଲୁଥିବା ବେଳେ ରୋହିତର ମୃତ୍ୟୁ ରାଜୀବ ଓ ତାଙ୍କ ସ୍ତ୍ରୀଙ୍କୁ ଭାଙ୍ଗି ଦେଇଥିଲା। ରାଜୀବ ଓ ତାଙ୍କ ସ୍ତ୍ରୀ ଛୋଟ ପୁଅକୁ ସବୁବେଳେ ଝୁରୁଥିଲେ। ଯେଉଁଦିନ ଏ ଘଟଣା ଘଟିଥିଲା ତାର 2 ଦିନ ପରେ ଥିଲା ଗଣେଶ ପୂଜା। ଗଣେଶ ପୂଜାରେ ନୂଆ ଡ୍ରେସ୍ ପିନ୍ଧିବ ବୋଲି କେତେ ଖୁସି ଥିଲା ପୁଅ। ତେଣୁ ସେ ତାର ମାକୁ ବାରମ୍ବାର କହୁଥିଲା କି ମା, ମୋ ପାଇଁ ନୂଆ ଜାମା ଆଣିଦିଅ, ମୁଁ ଗଣେଶ ପୂଜାରେ ପିନ୍ଧିବି। ମୋ ସାଙ୍ଗମାନେ ସବୁ ନୂଆ ପିନ୍ଧିବେ। ଯଦି ମୋ ପାଇଁ ଆଣି ନଦେବ ତାହେଲେ ସାଙ୍ଗମାନେ ମୋତେ ଚିଡ଼େଇବେ। ପୁଅର ଖୁସି ପାଇଁ ରାଜୀବ ଡ୍ରେସ୍ ଆଣିବା ପାଇଁ ରାଜି ହୋଇଗଲେ। ସଫେଇ କର୍ମଚାରୀଙ୍କର ଦରମା ପୁରା କମ୍ ହୋଇଥିବା ବେଳେ ସେଥିରେ ଘର ଚଳାଇବା ମୁସ୍କିଲ ହୋଇପଡୁଥିଲା। ତଥାପି ପୁଅର ଖୁସି ପାଇଁ ସ୍ତ୍ରୀ ଓ ପୁଅକୁ ନେଇ ସେ ପାଖ ମାର୍କେଟକୁ ଗଲେ। ବହୁତ ଖୋଜାଖୋଜି କରିବା ପରେ ଗୋଟିଏ ଡ୍ରେସ୍ ପସନ୍ଦ ହେଲା। ଡ୍ରେସ୍ ବି କିଣା ସରିଥିଲା। ଡ୍ରେସ୍ ଦେଖି ପୁଅ ବହୁତ ଖୁସି ଥିଲା। ମନେ ମନେ ଗୁଣୁଗୁଣୁ ହୋଇ ଗୀତ ଗାଉଥିଲା। ମାକୁ କହୁଥିଲା କି ମା, ସେଦିନ ମୋତେ ସକାଳୁ ଉଠେଇ ଗାଧେଇକି ଜଲ୍ଦି ସ୍କୁଲକୁ ଛାଡ଼ିଦେବ। ମୋ ନୂଆ ଜାମା ପିନ୍ଧି ପୂଜା କରିବି। ହେଲେ ତାର ଖୁସି ଆଉ ରହିଲାନି। ଖୁସି ହୋଇ ଗୁଣୁଗୁଣୁ ହୋଇ ଗୀତ ଗାଇ ଗାଇ ସେ କେତେବେଳେ ରାସ୍ତା ଉପରକୁ ପଳାଇଥିଲା। ରାଜୀବ ଓ ତାଙ୍କ ସ୍ତ୍ରୀ ଦେଖୁ ଦେଖୁ ଏକ ବଡ଼ ଟ୍ରକ୍ ଆସି ପୁଅକୁ ଧକ୍କା ଦେଲା। ଆଉ ସେ 10 ଫୁଟ ଦୂରକୁ ଛିଟିକି ପଡ଼ିଲା। ଚିତ୍କାର କରି ରାଜୀବ ପୁଅ ପାଖକୁ ଦୌଡ଼ିଲେ। ହେଲେ ସେତେବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରୋହିତ ରାସ୍ତା ପାର୍ଶ୍ୱରେ ପଡ଼ି ରହିଥିଲା। ସାଙ୍ଗେ ସାଙ୍ଗେ ତାକୁ କୋଳକୁ ନେଇ ରାଜୀବ ଚିଲେଇ ଚିଲେଇ କାନ୍ଦିବାରେ ଲାଗିଲେ। ଅଳ୍ପ ସମୟ ଭିତରେ ଆମ୍ବୁଲାନ୍ସ ପହଞ୍ଚିଗଲା। ଆଉ ପୁଅକୁ ନେଇ ହସ୍ପିଟାଲକୁ ଦୌଡ଼ିଲେ ରାଜୀବ। ପ୍ରାୟ 20 ମିନିଟର ରାସ୍ତା ଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ବି ତୁରନ୍ତ ଦେଖିବା ସହିତ ଅପରେସନ କଲେ। ହେଲେ ତା ମୁଣ୍ଡରେ ଏତେ ଜୋରରେ ଆଘାତ ହୋଇଥିଲା ଯେ ବ୍ରେନ୍ ଡେଡ୍ ହୋଇଯାଇଥିଲା। ବ୍ରେନ୍ ଭିତରେ ବହୁତ ଜୋରରେ ବ୍ଲିଡିଂ ହେଉଥିଲା। ଆଉ ଅପରେସନ ବେଡ୍ରେ ହିଁ ତାର ପ୍ରାଣ ଚାଲି ଯାଇଥିଲା। ଆଉ ଠିକ୍ ସେତିକି ବେଳେ ଡାକ୍ତରଙ୍କର ମନେ ପଡ଼ିଲା ଯେ ରୋହିତ ଓ ରାଜୀବଙ୍କ ବ୍ଲଡ୍ ଗ୍ରୁପ୍ ସେଇଆ ଯାହାକି ଏସ୍ପିଙ୍କ ଝିଅ ରିଙ୍କିର। ଅର୍ଥାତ୍ ସେମାନଙ୍କର ବ୍ଲଡ୍ ଗ୍ରୁପ୍ ଥିଲା AB ନେଗେଟିଭ୍। ତେଣୁ ଡାକ୍ତର ସାଙ୍ଗେ ସାଙ୍ଗେ ରାଜୀବ ଓ ତାଙ୍କ ସ୍ତ୍ରୀଙ୍କୁ ଡାକି ସବୁ ଘଟଣା କହିବା ସହିତ ବୁଝାଉଥିଲେ। ଆଉ ରାଜି ହେବା ପରେ ରୋହିତଙ୍କ ଦେହରୁ କିଡନୀ କାଢ଼ି ରଖାଗଲା। ଆଉ ପରଦିନ ହିଁ ରିଙ୍କି ଦେହରେ ପ୍ରତିରୋପଣ କରାଯାଇଥିଲା। ଏହି ବ୍ୟସ୍ତତା ଭିତରେ SP ସାର୍ ରାଜୀବଙ୍କ ସହିତ ଦେଖା ହୋଇପାରିନଥିଲେ। ତେଣୁ ତାଙ୍କ ମନରେ ସବୁବେଳେ ସେହି କଥା ହିଁ ରହୁଥିଲା କି ରାଜୀବକୁ ଭେଟି କେମିତି ଧନ୍ୟବାଦ ଦେବି। ଏମିତି 15 ଦିନ ବିତି ଯାଇଥିଲା। ହେଲେ ରାଜୀବ ସହରରେ ଥିବା ଭଡ଼ା ଘରକୁ ଫେରୁନଥିଲେ। ସେ ଏବେ ବି ରୋହିତର ମରିବା ଦୁଃଖରୁ ବାହାରି ପାରିନଥିଲେ। ଏମିତି ଆଉ 10 ଦିନ ବିତି ଯାଇଥିଲା। ଶେଷରେ ସେ ନିଜକୁ ସମ୍ଭାଳିଲେ। ସ୍ତ୍ରୀଙ୍କୁ ବି ବୁଝାଇଲେ। ଧୀରେ ଧୀରେ ଦୁହେଁ ସାମାନ୍ୟ ହେଲେ। ଆଉ କାମକୁ ଫେରିବା ପାଇଁ ମନସ୍ଥ କଲେ। ରୋହିତ ମୃତ୍ୟୁର ପୁରା 28 ଦିନ ପରେ ସେମାନେ ସହରକୁ ଫେରିଲେ। ସେଦିନ ଆଉ ଅଫିସ ଗଲେନି ରାଜୀବ। ଘର ସଫାସଫି କରିବା ସହିତ ବିଶ୍ରାମ ନେଲେ। ପରଦିନ ସକାଳୁ ଅଫିସ ବାହାରି ପଡ଼ିଲେ। ଆଉ ସେଠାରୁ ସିଧା କାମକୁ। ଅର୍ଥାତ୍ ପ୍ରତିଦିନ ତାଙ୍କର NH5ରେ ଡ୍ୟୁଟି ପଡୁଥିଲା। ସେ ରାଜରାସ୍ତା ସଫା କରୁଥିଲେ। SP ସାର୍ ପ୍ରତିଦିନ ପରି ବି ସେଦିନ ରାଜୀବଙ୍କ ଘରକୁ ଗଲେ। ଆଉ ଯେତେବେଳେ ଦେଖିଲେ କି ଘର ଖୋଲା ଅଛି, ସେ ଖୁସି ହୋଇଗଲେ। କବାଟ ଠକ୍ ଠକ୍ କରିବାରୁ ରାଜୀବଙ୍କ ସ୍ତ୍ରୀ ଆସି କବାଟ ଖୋଲିଲେ। ଆଉ ତାଙ୍କ ସ୍ତ୍ରୀଙ୍କୁ ସବୁ କଥା କହି ରାଜୀବଙ୍କର ଠିକଣା ପଚାରିଲେ। ରାଜୀବଙ୍କ ସ୍ତ୍ରୀକୁ ବି ସେ ଢେର ସାରା ଧନ୍ୟବାଦ ଦେଲେ। ଆଉ ଠିକଣା ନେଇ ସିଧା NH5କୁ ବାହାରିଗଲେ। ଆଗେ ଆଗେ 2ଟି ଜିପ୍ ଆଉ ପଛରେ ଥିଲେ SP ସାର୍।
सीधा जाई राजीव पाखरे अटकिला पुलिस गाड़ी। एसपी सार गाड़ी ओह्लाई पचारे कि राजीव किए? एसपी निजे पचारुथिबारु राजीव प्रथमे डरी जाइथिले, हेले मने मने भाविले कि मु तो किछि दोष करिनि जे मते पुलिस बांधि नेब। तेणु से कहिले कि सार मु राजीव, किछि असुविधा होइछि कि? राजीव को मुहरु सुनिबा परे एसपी सार किछि न कहि तांको कुंढाई पकाइले आउ कांदी कांदी तांको सैल्यूट मारिले। रास्ता मझिरे जने झाड़ूदार को एसपी निजे एमिति कुंढे सैल्यूट मारिबा को नै समस्त चकित होई गले। निजे राजीव भी किछि बुझी पारु नथिले कौन हेउछि बोली। अल्प समय भितरे एसपी सार जेतेबेले सब कथा कही राजीव को ढेर सारा धन्यवाद देले, सेतेबेले राजीव बुझीगले। से भी खुशी होई गले कि रोहितर अंग एसपी सार को झियो देहरे अछि बोली। एसपी सार राजीव और तांको स्त्री को तांको घर को डकाइले। 2 दिन परे राजीव और तांको स्त्री एसपी को निमंत्रण रखी तांको घर को गले। सेठारे दुहिंकर खूब चर्चा करागला। राजीव पूरा मन भरी रिंकी को देखिले। रिंकी भितरे से निज पुओ रोहित को देखि पारिले। आउ ठीक सही समय रे एसपी सार को स्त्री आसी कहिले कि राजीव आजि ठारू रिंकी भी तम झियो, तमर जेबे भी इच्छा हेबो आसिके रिंकी को देखि पारिबो, कारण ता देहरे तम पुओर अंग लागिछि, तेणु से भी तमर झियो। शुणिकी राजीव और तांको स्त्री कांदी पकेइले। रिंकीर मुंड को आउसी ताको कुंढे पकेई खूब सारा गेल कले। आसिबा बेलको एसपी सार पूरा 1 लाख टंका राजीव को जाचिले। कहले राजीव खराब भाबिबनी, मु जानिछि तमे बहुत कष्ट रे अछ, एटा मो तरफरु गोटे छोटिया साहाय्य भाबिकी रख। हेले राजीव थिले निस्वार्थपर आ निर्लोभी मनिषटिए, तेणु टंका नेबाकू मना करदेले। आ कहले कि सार रिंकी को मो झियो बोली मु मानि नेली, आ आपण भी ताकू देखिया पई मते अनुमति देले। मो केमिति आपणक ठारू टंका नहीं पारिबी? गरीब सत, हेले मोर लोभ नाही। पुणी राजीव और तांको स्त्री सेठारू पळेई आसिले। तो कहानीटी एतिकी थिला। एबे रिंकी 11 वर्षर होई गलानी। आ राजीव और तांको स्त्री मझिरे मझिरे आसी रिंकी को देखिबा सहित आशीर्वाद दे जाउछंती। आपनको कहानीटी केमिति लागिला कमेंट बॉक्स रे निश्चय जणैबे। ना सहित जगह ना देले परवर्ती वीडियो रे ना आसीबो। भल लागिले वीडियो को लाइक शेयर करने सहित चैनल को सब्सक्राइब करदेवे आउ बेल आइकन को भी ऑन करदेवे। आमे आपणक सहित फेसबुक रे भी जोड़ी हेबा पई चाहूचु, तेणु आम फेसबुक पेज सीक्रेट स्टोरीज को भी फॉलो करदेवे। लिंक डिस्क्रिप्शन रे रहिछि। गत वीडियो को संपूर्ण देखिबा सहित जे माने लाइक शेयर करिसंती से माने हेले राजपूत जैन, त्रिनाथ प्रधान, देवजानी महापात्र, संजय महांती गंजाम, बंशीधर साहू, सचिदानंद मल्लिक, उदय लिमा गजपति, चिन्मय विश्वाल तालचेर, प्रभंजन प्रधान गजपति, प्रमोद मल्लिक केन्द्रापड़ा, रामबाबू रेड्डी छत्रपुर, गीता मिश्र सर्वेश्वर रणा नयागढ़, रवींद्र पंडा पाणीकोइली, रमेश तीर्तोल, वासुदेव नायक केन्दुझर, मानसी स्वाई प्रशांत स्वाई जगतसिंहपुर, राजेंद्र सिंह प्रसन्न भागीरथी साहू अनुगुल, नीलमणि पटेल सुंदरगढ़, ऋषेश कुमार नायक रेढ़ुआ, सरोज षडंगी राउरकेला, शरद सेठी स्नेह प्रभा उदय महापात्र भुवनेश्वर, संतोष प्रधान सत्य विश्वाल वृंदावन नायक रायगड़ा, गणेश्वर राउत रणजित धुरुआ सुभाष स्वाई चित्तरंजन नायक मदन मोहन साहू पुरंदर पुजारी लक्षण मुर्मू केन्दुझर, बालुंगा टोका कटक, अर्जुन किशोर बेहेरा बिरंची नारायण श्रीचंदन मदनपुर, विजय पट्टनायक सरोज कलाहांडी, भाग्यधर जेना श्यामप्रसाद दास केन्द्रापड़ा, ऋषिकेश साहू बोइंडा, रमेश पंडा देवराज महांती, ईश्वर चंद्र साहू केन्द्रापड़ा, अशोक कुमार पृष्टि जगतसिंहपुर,
सुधांशु बेहेरा जाजपुर, विष्णुचरण महापात्र भुवनेश्वर, मायाधर दास भुवनेश्वर, दामोदर परिड़ा संजय पाणिग्राही सोरो, बीरबर महारणा माकपल्ली, सीडी महानंदिया आठमल्लिक, षष्ठ कुमार पुरोहित बौद्ध, एसके देवता तालचेर, नीलमणि राउत काकटपुर, राजेंद्र कुलदीप बालीमेला, अशोक साहू पट्टामुंडाई, विष्णुमोहन उपाध्याय खैरा, हेमंत कुमार मल्लिक हैदराबाद, खगेश तांडी कंटाबांजी, पल्टन जसीपुर, दुर्योधन भापुर, अनिरुद्ध परिड़ा लक्ष्मीधर मल्लिक चेरुपल्ली, सौम्यरंजन पट्टनायक जगतसिंहपुर, विभूभूषण पति अंसरा पुरी, प्रताप चंद्र पात्र, भगवान मिश्र नयागढ़, संजय कुमार राउत सालेपुर, बिरंची साहू अनुगुल, संतोष कुमार साहू बरगढ़, हिरलाल नुआपड़ा, विश्वराम ठाकुर टिटलागढ़, जसवंत रक्स सुंदरगढ़, शरत महापात्र खोर्धा, गौरांग राउत बड़चना, सुचिस्मिता भुवनेश्वर, शुभ्रांशु शेखर महापात्र करसदा, कवि अरुण कुमार साहू रायगड़ा, शेषदेव बारिक राजखरियार, लिपिका पंडा अनुगुल, गीतांजलि भुवनेश्वर, शरद बड़जेना पुरी, कृष्णचंद्र विश्वाल जाजपुर, कंबुपाणी प्रधान अजय बलधामरा, विकास स्वाई राजकनिका, रवि महांती कटक, ईश्वर चंद्र साहू केन्द्रापड़ा। आहुरी अनेक ना रही जहाँकि पढ़िबा संभव हेलानी। आपण मानकु अनेक अनेक धन्यवाद। आशा करुछि एमिति आम सहित जोड़ी होई रहिबे।